पुस्तक कुना कुनीଙ୍କ गप बही लेखिका सुचित्रा पाणिग्राही पढ़ी शुणाउछन्ति करुणाकर सेठी। गप बेंग बेंगुलीଙ୍କ बजार बुला। गाँर ना बणपारिया, छोट गाँटीए। गाँ मुंडरे को कालरू अछि विराट पोखरीटीए। पोखरी हुडारे बुढ़ा बरगछटीए चारिआडकू डाल मेलै एमिति ठिया होइथाए जे देखिले लागिब सते कि कहुछि, आस मो छाईरे घड़िए बस। सत कथा एका। बाट गला लोक निछाटिया खराबेले तारी मूଳରେ थका मारिबाकू बसी जाआंती। सबुबेले सुलुसुलु थंडा पवन बहुथाए। बसिले छाए निद आसी जाए। सेई पोखरी कूଳରେ अनाबना गछ साथिरे खूब गुड़ाए सारु गछ भी थाए। सारु गछ मूଳରେ बसा करी रहिथांती बेंगटीए आउ बेंगुलीटीए। दुहिंकर मन भारी मिले। खुपुरु खुपुरु डेई डेई पोकजोक खुंटी खाई भारी खुशीरे थांती। केबे आकाशरे कଳାହାଣ୍ଡିଆ मेघ ढांकी आसी खूब असराए वर्षा हेले मन आनंदरे केंकटर गीत गांती। तांकर संसार सेई सारुबुदा मूଳରେ। ସେଇଠି ଡେଇଁ ବୁଲି ତାଙ୍କର ଦିନ କଟେ। ବେଙ୍ଗର ଆଉ କୋଉ ବାହାରିଆ କଥାରେ ମନ ନଥାଏ। ହେଲେ ବେଙ୍ଗୁଲିଟି ଟିକେ ଫୁଲେଇ ଖୁପୁ ଖୁପୁ ଡେଇଁ ପୋଖରୀ ହୁଡ଼ା ଚାରିକଡ଼େ ବୁଲୁଥାଏ। ଦିନେ ଏମିତି ବୁଲୁ ବୁଲୁ ଦେଖିଲା ଦଳେ ଲୋକ ଆଗ ଗାଁରେ ଚାଲିଥିବା ମେଳା ଓ ଦୋକାନ ବଜାର ବିଷୟରେ କଥା ହେଉଛନ୍ତି। ସେ ତାଙ୍କ କଥାକୁ ଟିକେ କାନ ପାରିଲା। ତାଙ୍କ କଥା ଶୁଣି ତା ମନ ଭାରି ସକସକ ହେଲା ବଜାର ବୁଲି ଯିବା ପାଇଁ। ମନେ ମନେ ଏଇ କଥା ଭାବି ଘରକୁ ଲେଉଟି ଆସିଲା। ଦେଖିଲା ବୁଦାମୂଳେ ବେଙ୍ଗ ବସି ସବୁଦିନ ପରି ଢୋଳଉଛି। ତାକୁ ଡକାହକା ନ କରି କିଛି ନ କହି ଘର ଭିତରକୁ ପଶିଗଲା। ବେଙ୍ଗର ଛାଇ ନିଦ ଭାଙ୍ଗିଗଲା। ସେ ତା ପଛେ ପଛେ ଆସି ତାକୁ ପଚାରିଲା, କିଲୋ ବେଙ୍ଗୁଲି, ମୁଁ ବାହାରେ ତ ବାଟ ଚାହିଁ ବସିଛି, ତୁ ଏମିତି ମନମରା ହୋଇ ଘରକୁ ଚାଲି ଆସିଲୁ କିଆଁ? ବେଙ୍ଗୁଲି ସେମିତି ତୁନି ହେଇ ବସିଥାଏ, କିଛି କହୁନଥାଏ। ବେଙ୍ଗ ଯେତେ ସାକୁଲେଇ ପଚାରିଲା, ବେଙ୍ଗୁଲି କିଛି କହିଲାନି। ଶେଷକୁ କେତେ ରାଣ ନିୟମ ପକେଇଲାରୁ ବେଙ୍ଗୁଲି କହିଲା, ହଇ ହେ, କେତେ ଲୋକ ନିଇତି ଏଇ ବାଟେ ଯାଉଛନ୍ତି, ବଜାର ହାଟ ଦେଖୁଛନ୍ତି, ମେଳା ମହୋତ୍ସବ ବୁଲୁଛନ୍ତି। ତୁମେ ତ ମୋତେ କାଳକ ଯାକ ଏଇ ସାରୁବୁଦା ମୂଳ ଛଡ଼ା ଆଉ କୁଆଡ଼େ ବୁଲେଇ ନେଲନି, କିଛି ଦେଖେଇଲନି। ଠିକ ଏ ପୋଡ଼ା ଜୀବନ। ବେଙ୍ଗ ବୁଝିଗଲା, ଇଏ ଆଜି କୋଉଠୁ କାହା କଥା ଶୁଣିକି ଆସିଛି, ସେଇଥିପାଇଁ ଏ ନାଟ। ସେଇଠୁ ବେଙ୍ଗୁଲିକୁ ବୁଝେଇଲା, ଆଲୋ ହୁଣ୍ଡିଟା, ସେମାନେ ହେଲେ ମଣିଷ। ତାଙ୍କ ପାଖରେ ଟଙ୍କା ପଇସା ଅଛି। ବଜାରରେ କେତେ ଜିନିଷ କିଣାବିକା ହୁଏ। ପଇସା ଥିଲେ ସିନା ଆମେ ବଜାର ଯାଆନ୍ତେ। ତୁଚ୍ଛା ହାତଟାରେ ବଜାର ଗଲେ ଲାଭ କ'ଣ? ଏତିକି ଶୁଣୁ ଶୁଣୁ ବେଙ୍ଗୁଲି ତା ବସିଲା ଥାନରୁ ଉଠି ଆସିଲା। କହିଲା, ମଲା ମୋର, ଏଇ କଥା, ରୁହ ମୁଁ ପଇସା ଆଣୁଛି। ଏତିକି କହି ଖୁପୁ ଖୁପୁ ଡେଇଁ ଯାଇ ବୁଦା ମୂଳରୁ ଚାରି ଚଉତା ହେଇ ରହିଥିବା ହଳଦିଆ ବଡ଼ ନୋଟ ଖଣ୍ଡେ ନେଇ ଆସିଲା। ବେଙ୍ଗ ତାକୁ ଦେଖି ତାଜୁବ। କହିଲା, ହଇଲୋ, ଇଏକୁ ତୁ ପାଇଲୁ କୁଆଡ଼ୁ? ବେଙ୍ଗୁଲି ଗର୍ବରେ ଛାତି ଫୁଲେଇ କହିଲା, ତୁମେ ତ ସଦାବେଳେ ଏଇଠି ବସି ଢୁଳଉଥାଅ। ଗଲାସନ ଦଶରା ବେଳେ ଜଣେ ବେପାରୀ ଏଇ ବରଗଛ ମୂଳେ ତା ପସରା ଥୋଇ ଟଙ୍କା ଗଣୁଥିଲା। ପବନ ହେବାରୁ ଏଇଥିରୁ ଖଣ୍ଡେ ଉଡ଼ି ଆସି ମୋ ପାଦ ପାଖରେ ପଡ଼ିଲା। ବେପାରୀ ତ ଟଙ୍କା ଗଣାରେ ମସଗୁଲ ଥାଏ, ଏଥିକି ତାର ନଜର ନଥାଏ। ମୁଁ ଚଟକିନା ଝାମ୍ପଟାଏ ମାରି ୟାକୁ ନେଇ ଆସି ବୁଦାମୂଳେ ସେଇଦିନୁ ସାଇତି ଦେଇଥିଲି ପରା। ବେଙ୍ଗୁଲିର ଏ କାରନାମା କଥା ଶୁଣି ବେଙ୍ଗ ବିଚରା ଚୁପ୍। ସେଇଠୁ ଥତମତ ହେଇ କହିଲା, Sample complete. Ready to continue?